ସେଇଥିଲାଗି ମୁଁ ମୁଖ୍ୟମନ୍ତ୍ରୀ ଯୋଉଟା ପଚାରିଲେ ଯେ ମୁଖ୍ୟମନ୍ତ୍ରୀ କ'ଣ ଚିଠି ଲେଖିଥିଲି Okay. ସେ ଚିଠିର ଉଦ୍ଦେଶ୍ୟ କ'ଣ ଥିଲା ଯେ ବଜେଟ୍ ସେସନ୍ ଚାଲିଛି ରାଜ୍ୟ ସରକାର ଗୋଟେ ବଜେଟ୍ ଆଣିଛନ୍ତି 2,90,000 କୋଟି ଟଙ୍କାର ବଜେଟ୍ ମୁଁ କହିଲି ଯଦି କେବଳ ସେସ୍ଟା ଲଗେଇଥାନ୍ତେ ତାହେଲେ ଆପଣଙ୍କର ଆଉ ଲକ୍ଷ କୋଟି ଟଙ୍କା ପାଇବେ Yes. କେମିତି ଲକ୍ଷ ଟଙ୍କା କଥା ବ୍ରେକଅପ୍ ବି ଦେଇଛି ଯେ ଯଦି ସେସ୍ ଲଗାଯାଏ 25% ସେଲ୍ ଭ୍ୟାଲୁ ଯୋଉ ମିନେରାଲର ବଜାରରେ ଯେତିକି ରେଟ୍ରେ ସେମାନେ ସେଲ୍ କରୁଛନ୍ତି ତା ଉପରେ ଯଦି 25% ଆମେ ସେସ୍ ଲଗେଇବୁ ତାହେଲେ ଓଡ଼ିଶା ଅତି କମ୍ରେ 50-60 ହଜାର କୋଟି ଟଙ୍କାରୁ ଅଧିକ ପାଇବ ତା ବାହାରେ ସୁପ୍ରିମକୋର୍ଟ ଆଉ ଗୋଟେ କଥା କହିଛି ଯେ ଯଦି ଆମେ ଯୋଉ ବକେୟା ଅଛି ସେ ବକେୟାକୁ ସେମାନେ 1.5 ଲକ୍ଷ କୋଟି ଟଙ୍କା ସେ ଖଣି ମାଲିକମାନେ ସମସ୍ତେ ଦେବେ ସେ ପବ୍ଲିକ ସେକ୍ଟର ହଉ କି ପ୍ରାଇଭେଟ ସେକ୍ଟର ହଉ ସେ 1.5 ଲକ୍ଷ କୋଟି ଟଙ୍କା ବି ରାଜ୍ୟ ସରକାର ଏଇ 2026 ମସିହାରୁ ସେମାନଙ୍କ ପାଖକୁ ଫେଜ୍ ମ୍ୟାନରରେ ପଇସା ଆସିବ ଅନ୍ତତଃ 20,000 କୋଟି ଟଙ୍କା ପ୍ରତିବର୍ଷ ଆସିବ ବର୍ତ୍ତମାନ 1,50,000 କୋଟି ଟଙ୍କା ମିଳିବ ଏ ସବୁକୁ ମିଶାଇଲେ ବଜେଟ୍ର ଯୋଉ 2,90,000 କୋଟି ଅଛି ସେ ଆହୁରି ଲକ୍ଷ ଟଙ୍କା ମିନିମମ୍ 1 ଲକ୍ଷ କୋଟି ଟଙ୍କା ଅଧିକା ହବ ଯଦି 1 ଲକ୍ଷ କୋଟି ଟଙ୍କା ଅଧିକା ହୁଏ ତାହେଲେ କ'ଣ ହବ